प्रभुଙ୍କ ଲୋକମାନଙ୍କୁ ଆଜିର ସନ୍ଧ୍ୟା ସମୟରେ ମୁଁ ସ୍ୱାଗତ କରେ। ଆଜି ପରମେଶ୍ୱର ଆମମାନଙ୍କ ଜୀବନରେ ଗୋଟିଏ ବାକ୍ୟ ରଖିଛନ୍ତି, ତାକୁ ଆମେ ଶିକ୍ଷା କରିବା ପାଇଁ ଯିବା। ଆଉ ତାହା ହେଉଛି ପିତା ଈଶ୍ୱର ଓ ପୁତ୍ର ଈଶ୍ୱରଙ୍କ ମଧ୍ୟରେ ପରସ୍ପରକୁ ସେମାନେ କିପରି ମହିମାନ୍ୱିତ କରୁଛନ୍ତି, ଆଉ ତାହା ଆମମାନଙ୍କ ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ এই ଅଂଶକୁ ଆମେ ଚିନ୍ତା କରୁ, এই ବିଷୟକୁ ଆମେ ଦେଖୁ, ଆପଣମାନଙ୍କ ସମ୍ମୁଖରେ ମୁଁ କିଛି ପଦ ପରମେଶ୍ୱରଙ୍କ ବାକ୍ୟ ମଧ୍ୟରୁ ଜୀବନ୍ତ ବାକ୍ୟ ମଧ୍ୟ ରଖିବାକୁ ଚାହେଁ। ଯୋଉଁ ଲିଖିତ ସୁସମାଚାର ତାର 1 ଅଧ୍ୟାୟ 18 ପଦରେ ଏହିପରି ଉଲ୍ଲେଖ ଅଛି, କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଯୋଉଁ ଲିଖିତ ସୁସମାଚାର ତାର 1 ଅଧ୍ୟାୟ 18 ପଦ, ତାକୁ ଯଦି ଆମେ एपरी उर्दू में देखिबा लिखा जाए, खुदा खुदा को किसी ने कभी नहीं देखा, इकलौता बेटा जो बाप की गोद में है उसी ने जाहिर किया। परमेश्वर को वाक्य एपरी कहे जो एपरी लिखुचंती पवित्र आत्मा को प्रेरणा रे जे केही केबे ईश्वर को देखि नहांती। अनेक साधु माने आसीचंती, अनेक मनोरथ व्यक्ति माने आसीचंती, आदमଙ୍କ ଠାରୁ ନୋହଙ୍କ ପର୍ଯ୍ୟନ୍ତ, ନୋହଙ୍କ ଠାରୁ ଅବ୍ରାହମଙ୍କ ପର୍ଯ୍ୟନ୍ତ, ଅବ୍ରାହମଙ୍କ ଠାରୁ ମୋସାଙ୍କ ପର୍ଯ୍ୟନ୍ତ, ମୋସାଙ୍କ ଠାରୁ ବାପ୍ତିଜକ ଯୋହନଙ୍କ ପର୍ଯ୍ୟନ୍ତ ଆମେ ଯେତେ ଜଣଙ୍କୁ ଦେଖୁଛୁ, କେହି କେବେ ମଧ୍ୟ ଈଶ୍ୱରଙ୍କୁ ସେମାନେ ଦେଖି ନାହାନ୍ତି। କିନ୍ତୁ ଲେଖାଯାଏ ଯେ ତାହାଙ୍କ କୋଳସ୍ଥିତ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ଏ କୋଳର ଅର୍ଥ କ'ଣ? ଯାହାକୁ ଆମେ ଗୋଦ ବୋଲି କହୁଛୁ। ଗୋଦ ଗ୍ରୀକ ଶବ୍ଦ କୋଲ୍ପୋସରୁ ଆସିଛି, ताको इंग्रजी रे बोसुम बोली शब्द व्यवहार करा जाए। आ बोसुम रो अर्थ होची क्रिक। आ क्रिक कहले आपण माने बुझुतिबे उपसागर, अर्थात गोटे महासागर बा कोनोसी गोटे बड़ समुद्र रो गोटे किनारा जत बळे बाहरे गोटे छोट उपसागर तयारी होय, ताको कहवा जाय क्रिक। सेही परि परमेश्वरंकर दक्षिण हस्त स्वरूप जे ख्रीष्ट, से ताहांकर दक्षिण पार्श्व रे उपविष्ट अटंती। से जितेबले देहवंत हेले, बाक्य रूपी परमेश्वर से ईश्वर सहित थिले, से जितेबले देहवंत होउछंती, से पितांकु प्रदर्शित करूछंती, से पितांकु देखौछंती। तार अर्थ कोन? से पितांक कैरेक्टर को, आपनार महिमा को से उपस्थापन करूछंती। केही केबे ख्रीष्ट परमेश्वर को जेपरि देखाइले सेपरि देखै नथिले, अधिकार रे, सामर्थ्य रे, शक्ति रे केही देखै नथिले। आमे यदि बड़ बड़ नबी कथा कहू, ताले आदम को परे नोहंक कथा से, हनोकंक कथा से, जो माने परमेश्वर को सहित चलिले, मोसा अब्राहम बंधुंक परि आलाप कले, किंतु से माने जेतिकी बुझितिले, जेतिकी परमेश्वर को देखितिले, देखाउतिले, ताहा सीमित थिला। से माने दास स्वरूप देखिले, से माने दास स्वरूप परमेश्वर को अनुभव कले। किंतु जेतोळे आमे ଖ୍ରୀଷ୍ଟଙ୍କ କଥା କହୁ, ସେ ତାଙ୍କର ଦକ୍ଷିଣ ହସ୍ତ ସ୍ୱରୂପ ଅଟନ୍ତି, ସେ ତାଙ୍କ ଡାହାଣ ପାର୍ଶ୍ୱର କୋଳସ୍ଥିତ ପୁତ୍ର ଅଟନ୍ତି। ସେ ଯେତେବେଳେ ଦେହବନ୍ତ ହେଉଛନ୍ତି, ଆଉ ଏଇ ଜଗତ ମଧ୍ୟରେ ସେ କାର୍ଯ୍ୟକୁ ରଖୁଛନ୍ତି, ସେ ପିତାଙ୍କୁ ରଖୁଛନ୍ତି। ଯେତେବେଳେ ଶିଷ୍ୟମାନେ କହୁଛନ୍ତି, ଫିଲିପ କହୁଛନ୍ତି, ଆମକୁ ଟିକେ ପିତାଙ୍କୁ ଦେଖେଇ ଦିଅନ୍ତୁ, ଯୋହନ 14:8 ଏବଂ 9 ପଦରେ, ସେତେବେଳେ ଖ୍ରୀଷ୍ଟ ତାଙ୍କୁ କହୁଛନ୍ତି, ଆଉ ତୁମ୍ଭେ କ'ଣ ମତେ ଜାଣିଲ ନାହିଁ? ଯେ ମତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରିଅଛି। କେହି କେବେ ଈଶ୍ୱରଙ୍କୁ ଦେଖି ନାହାନ୍ତି, ତେବେ ଖ୍ରୀଷ୍ଟ କିପରି କହୁଛନ୍ତି ଯେ ମତେ ଯେ ଦେଖିଅଛନ୍ତି ସେ ଖ୍ରୀଷ୍ଟ ପରମେଶ୍ୱରଙ୍କୁ ଦେଖିଅଛନ୍ତି। यार अर्थ ଖ୍ରୀଷ୍ଟଙ୍କ ଠାରେ ପିତା ଈଶ୍ୱରଙ୍କର, ଏଲୋହିମ୍ ପରମେଶ୍ୱରଙ୍କର, ଯେ ଏଲ୍ ଅଟନ୍ତି, ଏଲ୍ ସଦାୟ ଅଟନ୍ତି, ଜିହୋବା ପରମେଶ୍ୱର ଅଟନ୍ତି, जे आडोनाय अटंती, ताहांकर गुण को, गुणवत्ता को, सामर्थ्य को, अनंत जीवन शक्ति को से प्रदर्शित करुछंती। एबे आमे देखिले प्रथम रे जे ख्रीष्ट पितांको प्रकाश कले, से तांको देखिले। जेमती अब्राहमको कोଳରେ से भिखारी लाजार थिला, गोटे कोळर कथा, गोटे स्पेसर कथा आसे, गोटे अधिकार कथा आसे। से अधिकार ଖ୍ରୀଷ୍ଟଙ୍କ ଠାରେ ଥିଲା। ଆଉ ଏଇ ଜଗତ ମଧ୍ୟରେ କେହି କେବେ ଈଶ୍ୱରଙ୍କ ପୁତ୍ର ବୋଲି ନିଜକୁ ପ୍ରକାଶ କରିନଥିଲେ। ଖ୍ରୀଷ୍ଟ ପ୍ରଥମ ଥର ପାଇଁ କହିଲେ ସେ ପିତା ଅଟନ୍ତି,
ଆଉ ଜଗତ ପୂର୍ବରୁ ମୁଁ ତାଙ୍କ ସହିତ ଅଛି। ଏହା ଗୋଟେ ଚାଞ୍ଚଲ୍ୟ ସୃଷ୍ଟି କଲା ଜିହୁଦୀ ସମାଜ ମଧ୍ୟରେ, ଯେ କିପରି ଏହି ବ୍ୟକ୍ତି କହୁଛନ୍ତି ଯେ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ସେ ଖ୍ରୀଷ୍ଟ ଅଟନ୍ତି। କାରଣ ଯେ ମସିହା ହେବେ ସେ ଈଶ୍ୱରଙ୍କ ସାମର୍ଥ୍ୟରେ ମନୁଷ୍ୟ ପୁତ୍ର ଭାବରେ ଆସିବାର ଥିଲା। ଦ୍ୱିତୀୟରେ ଯେତେବେଳେ ଆମେ ଦେଖୁ କିପରି ଖ୍ରୀଷ୍ଟ ପିତାଙ୍କୁ ମହିମାନ୍ୱିତ କରୁଛନ୍ତି, ସେହିପରି କ'ଣ ପିତା ପୁତ୍ରଙ୍କୁ ମହିମାନ୍ୱିତ କରୁଛନ୍ତି, କ'ଣ ସେ ତାଙ୍କୁ ପ୍ରକାଶ କରିଛନ୍ତି? ଯଦି ଆମେ ମାଥ୍ୟୁ 16 ଅଧ୍ୟାୟ ତାର 15 ପଦରୁ ତଳଂଶକୁ ପାଠ କରୁ, ଖ୍ରୀଷ୍ଟ ପଚାରିଲେ, ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ସେତେବେଳେ ଖ୍ରୀଷ୍ଟ ତାହାଙ୍କୁ କହିଲେ, ହେ ଜୋନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ। ଯଦ୍ୟପି ଏଠି ମନୁଷ୍ୟ ଲେଖାଯାଏ, ଇଂରାଜୀରେ ଆପଣ ଦେଖିବେ ସେଠି ମନୁଷ୍ୟ ଲେଖା ନାହିଁ, ମାଂସ ଏବଂ ରକ୍ତର କଥା ଉଲ୍ଲେଖ ଅଛି। କୌଣସି ଫ୍ଲେଶ, କୌଣସି ବ୍ଲଡ ଏହା ପ୍ରକାଶ କରୁନାହିଁ। କାରଣ ପ୍ରଥମ କରନ୍ଥୀୟ 15 ଅଧ୍ୟାୟର 50 ପଦରେ ଲେଖାଯାଏ, flesh and blood cannot inherit the kingdom of God। ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବ ନାହିଁ ଏଇ ମର୍ତ୍ତ୍ୟ ମନୁଷ୍ୟର ମାଂସମୟ ଶରୀର ଆଉ ଏହାର ରକ୍ତ। କିନ୍ତୁ ଖ୍ରୀଷ୍ଟ କହିଲେ, କିଏ ଏହାକୁ ପ୍ରକାଶ କରିଛନ୍ତି? ସେ କହୁଛନ୍ତି, ହେ ଜୋନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ଅର୍ଥାତ୍ ମନୁଷ୍ୟର ମାଂସ କି ମନୁଷ୍ୟର ରକ୍ତ ଏହାକୁ ପ୍ରକାଶ କରିନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ୱର ଏହାକୁ ପ୍ରକାଶ କରିଅଛନ୍ତି। ସେ ପଚାରିଲେ, ମନୁଷ୍ୟ ପୁତ୍ର କିଏ? ଉତ୍ତର ଆସିଲା, ମନୁଷ୍ୟ ପୁତ୍ର ହେଉଛନ୍ତି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ଆଉ ଏହା କିଏ ପ୍ରକାଶ କରୁଛନ୍ତି? ପିତା ଈଶ୍ୱର ପ୍ରକାଶ କରୁଛନ୍ତି। ଆମେ ଦେଖୁଛେ ଯେ ଗୋଟିଏ ସ୍ଥାନରେ ଖ୍ରୀଷ୍ଟ ପ୍ରକାଶ କଲେ ପିତାଙ୍କୁ, ଆଉ ଗୋଟିଏ ସ୍ଥାନରେ ଆମେ ଦେଖୁଛେ ପିତା ପ୍ରକାଶ କରୁଛନ୍ତି ଖ୍ରୀଷ୍ଟଙ୍କୁ। ମାନେ କେମିତି ବଣ୍ଡ, କେମିତି ସମ୍ପର୍କ, ଏ ନିବିଡ଼ତାକୁ ଆମକୁ ବୁଝିବାର ଅଛି। ଏଠି ପିତା ପୁତ୍ରଙ୍କୁ ମହିମା ଦେଉଛନ୍ତି, ସେଠି ପୁତ୍ର ପିତାଙ୍କୁ ମହିମାନ୍ୱିତ କରୁଛନ୍ତି। ଆଉ ପରସ୍ପର ମଧ୍ୟରେ ଥିବା ସାମର୍ଥ୍ୟକୁ ସେମାନେ ଦେଖାଉଛନ୍ତି। ସେମାନେ ଏକ ଅଟନ୍ତି, ସେମାନଙ୍କ ସାମର୍ଥ୍ୟ ଏକ ଅଟେ, ସେମାନେ ଏକାଦ ଅଟନ୍ତି। ଯେଉଁ ଏଲୋହିମଙ୍କ କଥା ଆମେ ଦେଖୁଛୁ, ସେମାନେ ଯଦ୍ୟପି ଭିନ୍ନ ବ୍ୟକ୍ତିତ୍ୱରେ କାର୍ଯ୍ୟ କଲେ, କିନ୍ତୁ ସେମାନେ ଗୋଟିଏ ଅଂଶରେ ଆପଣଙ୍କୁ ସ୍ଥାପନ କଲେ। ଗୋଟିଏ ଅଂଶ ମୁଁ ଆପଣମାନଙ୍କ ସମ୍ମୁଖରେ ପଢ଼ିବାକୁ ଚାହେଁ। ଆଉ ତାହା ଲେଖାଯାଏ ଜଣ ଲିଖିତ ସୁସମାଚାର ତାର 14 ଅଧ୍ୟାୟ 10 ପଦ। ମୁଁ ସେ ପିତାଙ୍କ ଠାରେ ଅଛି ଓ ପିତା ମୋ ଠାରେ ଅଛନ୍ତି, ଏ କଥା କ'ଣ ବିଶ୍ୱାସ କରୁନାହଁ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେ ସବୁ ମୋ ନିଜରୁ କହେ ନାହିଁ, କିନ୍ତୁ ପିତା ମୋ ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। ତେବେ ଖ୍ରୀଷ୍ଟଙ୍କ ଠାରେ କିଏ ଅଛନ୍ତି? ପିତା ଅଛନ୍ତି। ଖ୍ରୀଷ୍ଟଙ୍କ ଠାରେ କର୍ମ କିଏ କରୁଥିଲେ? ପିତା କରୁଥିଲେ। ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ ଜନ୍ମ ହେଲେ, ଆଉ ପିତା ତାହାଙ୍କ ଠାରେ ଥାଇକି କାମ କଲେ। ଏଠି ପିତା, ପୁତ୍ର ଆଉ ପବିତ୍ର ଆତ୍ମା ତିନି ଜଣ ଯାକଙ୍କର ଉପସ୍ଥିତି ଗୋଟିଏ ଶରୀରରେ କାର୍ଯ୍ୟ କରୁଛି, ଆଉ ସେ ଶରୀର ହେଉଛନ୍ତି ଖ୍ରୀଷ୍ଟ। ଆମେ ଯେପରି ମାଂସ ଆଉ ରକ୍ତ କଥା ଚିନ୍ତା କରୁ, ଖ୍ରୀଷ୍ଟ ସେଇ ମାଂସ ଆଉ ରକ୍ତରେ ଜନ୍ମ ହେଲେ ନାହିଁ। ସେ କୌଣସି ପୁରୁଷ ଠାରୁ ଜନ୍ମ ହେଲେ ନାହିଁ। ସେ ଆପଣାର ସ୍ୱତନ୍ତ୍ର ପାପ ରହିତ, ଯାହାଙ୍କ ଠାରେ ପାପର ଲେଶ ମାତ୍ର ନାହିଁ, ଏହିପରି ଏକ ମାଂସମୟ ଶରୀର ନେଇକି ଆସିଲେ, ଏହିପରି ରକ୍ତ ନେଇକି ସେ ଆସିଲେ, ଯେପରି ସେ ଆମମାନଙ୍କର ମାଂସମୟ ଶରୀରକୁ ପରିବର୍ତ୍ତନ କରିଦେଇ ପାରନ୍ତି। ଆମମାନଙ୍କ ରକ୍ତ ପରିବର୍ତ୍ତନ ହେଇଯିବ, ଆଉ ତାଙ୍କର ଜୀବନ ଆମେ ପାଇବୁ। ସେଥିପାଇଁ ସେ କ୍ରୁଶରେ ଚଢୁଛନ୍ତି। ସେଥିପାଇଁ ଲେଖାଗଲା ଯେ ଏହା କୌଣସି ମାଂସମୟ ଶରୀର, କୌଣସି ରକ୍ତମୟ ଶରୀର ଏହାକୁ ଘୋଷଣା କରିନାହିଁ, ଏହା ପିତାଙ୍କ ଆତ୍ମା ଘୋଷଣା କରିଅଛନ୍ତି। ଏହା ପିତା ଘୋଷଣା କରିଛନ୍ତି ଯେ ସେ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଆମେ ମାଂସ ଆଉ ରକ୍ତ କଥା ଦେଖୁଛୁ। ଯେଉଁ ମାଂସ ଆଉ ରକ୍ତ କଥା ଏଠି ଉଲ୍ଲେଖ ଅଛି, କେବଳ ଖ୍ରୀଷ୍ଟଙ୍କ ମାଂସ ଆଉ ରକ୍ତରେ ଜୀବନ ଅଛି। ଆଉ କୌଣସି ମାଂସ, କୌଣସି ରକ୍ତ ସେ ଅନନ୍ତ ଜୀବନରେ ଆମମାନଙ୍କୁ ପ୍ରବେଶ କରାଇ ପାରିବ ନାହିଁ। ମୋ ପ୍ରିୟମାନେ,
ଖ୍ରୀଷ୍ଟ ପିତାଙ୍କ ଆଚରଣକୁ ପ୍ରକାଶ କଲେ। ଆଉ ପୁତ୍ର ଯେତେବେଳେ କ୍ରୁଶରେ କ୍ରୁଶାର୍ପିତ ହେଉଛନ୍ତି, କ୍ରୁଶାର୍ପିତ ଉତ୍ତାରେ ସେ ମୃତ୍ୟୁର ନାହୁଡ଼କୁ ଭାଙ୍ଗିକି ଉଠୁଛନ୍ତି, ସେତେବେଳେ ସେ ପିତାଙ୍କୁ ମହିମାନ୍ୱିତ କରୁଛନ୍ତି। ଯେଉଁ ଲିଖିତ ସୁସମାଚାର ତାର 17 ଅଧ୍ୟାୟ 1 ପଦରେ ଏପରି ଲେଖା ଅଛି। ଯେଉଁ ଲିଖିତ सुसमाचार तार 17 अध्याय 1 पद लिखा है, ये कह कर ईसा ने अपनी नजर आसमान की तरफ उठाई और दुआ की, ए बाप, वक्त आ गया है, अपने बेटे को जलाल दे ताकि बेटा तुझे जलाल दे। ओडिया जदि आमे देखु, पिता समय उपस्थित हेलानी, तुम्हार पुत्र को महिमान्वित कर, जेपरि पुत्र तुमको महिमान्वित करती, जे प्रकार तुम्हें ताहांकु जो जो लोक मानकु देयछ सेमानकु अनंत जीवन देवा निमंते ताहांकु समस्त मनुष्य ऊपर अधिकार देला। जो महिमान्वितर कथा एठी कहा जाए, तळ अंश को यदि पाठ करबे लिखा जाए, जगत सृष्टि पूर्वरु जो महिमा मोहर थिला से महिमा रे मते महिमान्वित कर। जगत सृष्टि पूर्वरु क्यों महिमा रे ख्रीष्ट थिले, वाक्य रूपी परमेश्वर सृष्टिकर्ता भाव पिता ईश्वर सहित थिले। से वाक्य देहवंत हेले पुत्रत्वर अधिकार नहीं कि से अधिकार रे से कहउछंती, तुमे मते महिमान्वित कर, मु तुमको महिमान्वित करिछि, तुमे जो मानकु मते देइछ से माने जेपरि अनंत जीवन पांती, एथिपाई मु कार्य करिछि। एथिपाई प्रत्येक मनुष्य ऊपर मोर अधिकार अच्छी। जदि आम तार 17 अध्याय 2 अंशटी को देखू, 17 अध्याय 2 पद को से लिखा जाए, तुम्हें ताहांकु जो जो लोक मानकु देइछ, एठी लोक मानकु लिखा अछि कि जदि आम प्रकृत देखिबा से लिखा अछि फ्लेश, मांसमय शरीर विशिष्ट प्रत्येक मनुष्य ऊपर ख्रीष्टंकर अधिकार अछि। मो प्रिय माने प्रत्येक प्राणी ऊपर ख्रीष्टंकर अधिकार अछि। ख्रीष्ट केवल शिष्य 12 जन को 70 जन को 100 जन 120 जन को बाछिबा पई एठी आसी नथिले। प्रत्येक मनुष्य ऊपर, प्रत्येक प्राणी ऊपर, प्रत्येक जलज जीवन मत्स्यगण ऊपर तांकर अधिकार थिला। सेति पई से कहले पितर को पकाओ एठी जाल, आ तुमे देखिबो माछ अछंती। आउ ताहा हेला आमे देखू जे ख्रीष्ट तांकर कौन साध्य नथिला। से कहले जाय कि तुमे कुह, से मालिक को कुह, से गर्दभीर छुआ को फिटेई दब, आउ ताको फिटेई दिया जाउछि। से गर्दभीर छुआ को नै कि से माने आसुछंती। से जे कोनसी प्राणी हो, जे कोनसी जीव हो, समस्त मांसमय ऊपर ख्रीष्टंकर अधिकार अछि। जो अधिकार आदमंकर थिला से हरैले, से अधिकार सकल अधिकार ताठर अधिक सामर्थ्यर अधिकार काठारे ना ख्रीष्टंक ठारे। आउ से कहउछंती जे देख समस्त अधिकार मते दत्त हेछि, प्राणी जो प्रत्येक जीवन ऊपर मोर अधिकार अछि। प्रभु हे पिता, हे ईश्वर, तुम्हें मते महिमान्वित कर। जो अधिकार थिला से अधिकार से आउ थरे मनुष्य भाव रे जेतबेले आपणार कर्म को संपूर्ण करूछंती, सेतबेले कहउछंती जे तुमे मते महिमान्वित कर, कारण समय उपस्थित होई अछि। मो प्रिय माने आमे एठु शिखुछु कोन जे पिता ईश्वर महिमान्वित करूछंती ख्रीष्टन को, आ ख्रीष्ट महिमान्वित करूछंती पिता को। आ उभयଙ୍କ महिमा मध्य रे ख्रीष्टन को शरीर रे आमे माने महिमान्वित होछु, कारण ख्रीष्टन को शरीर ताहांकर मंडली अटे, ताहांकर भार्य अटे। आमे एकांग अटु, आमे भिन्न नहु। आमे जगत सृष्टि पूर्व ताहांक सहित थिलु, एबे अछु, आ सबुदिन पाइमे रहिबु। एनु निजको प्रस्तुत करंतु, से महिमान्वित करिबा पाई शरीर को प्रस्तुत करूछंती। कोन आपण माने प्रस्तुत? जदि प्रस्तुत तेबे सेई छामुरे, ताहांक छामुरे उड़ हुंतु, कारण मनुष्य जाति ऊपर, प्रत्येक मांसमय प्राणी ऊपर, मनुष्य ऊपर आपणकर अधिकार अछि। आपण जा पाई प्रार्थना करिवे, से माने समस्त परमेश्वर निकट को आसीबे। आपण विश्वास रे बढ़ंतु, परमेश्वर आपणक सहित अछंती। से कहले, देखो आमे जुगांत पर्यंत अछु, से आमानक मध्य रे से सत्यमय आत्मा को देइछंती। आ सत्यमय आत्मा
କେବଳ ଯୁଗାନ୍ତ ପର୍ଯ୍ୟନ୍ତ ନୁହନ୍ତି, ସେ ଅନନ୍ତ ଜୀବନ ପର୍ଯ୍ୟନ୍ତ ଆମ ସହିତ ଅଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।